ସୁଦଶା ବ୍ରତ ମାଙ୍କର ପ୍ରିୟ ବ୍ରତ। ତ ଏଇ ବ୍ରତଟି ବିଶେଷ କରି ଘରେ ମହିଳାମାନେ କରିଥାନ୍ତି। ତ ଏଇ ବ୍ରତଟି ଆମେ ମନ୍ଦିରରେ କରିପାରିବା କି ନାହିଁ? ତ ମନ୍ଦିରରେ ଆପଣ ସୁଦଶା ବ୍ରତର ପୂଜାଟି କରିପାରିବେ, କିଛି ଅସୁବିଧା ନାହିଁ। କାରଣ ଯେଉଁମାନେ ବାହାରେ ରହୁଛନ୍ତି, ଯେଉଁମାନେ ବାପ ଘରେ ରହୁଛନ୍ତି, ତ ବାପ ଘରେ ସୁଦଶା ବ୍ରତ ତ ଆପଣ ନିଜେ କରିପାରିବେନି, ମାଙ୍କୁ ପୂଜା କରିପାରିବେନି। ତେଣୁକରି ଆପଣ ମନ୍ଦିର ଯାଇକରି ପୂଜା କରିପାରିବେ। କି ଯେଉଁମାନେ ବାହାରେ ଘରେ କରିପାରୁନାହାନ୍ତି, କି ଭଡ଼ା ଘରେ କିଛି ଆଶଙ୍କା ଅଛି ମନ ଭିତରେ, ତ ସେଥିପାଇଁ ମଧ୍ୟ କରିପାରୁନାହାନ୍ତି, ତ ସେମାନେ ମନ୍ଦିର ଯାଇ ପୂଜା କରିଦେବେ। ଯେତିକି ପୂଜାର ସାମଗ୍ରୀ ଅଛି, ଯେମିତିକି 10 ପ୍ରକାର ଫୁଲ ଫଳ, ଗୋଟେ ଗୁଆ ନେବେ, ତା ସହିତ ପତ୍ର, ମଣ୍ଡା ପିଠା, ତ ଏସବୁ, ତାପରେ ଯାହା ବି ପୂଜା ସାମଗ୍ରୀ, ବ୍ରତ, ଏସବୁ ନେଇ ଆପଣ ମନ୍ଦିର ଯିବେ। ବ୍ରାହ୍ମଣଙ୍କ ଦ୍ୱାରା ଆପଣ ପୂଜା ସେଠି କରେଇଦେବେ। ତାପରେ ଘରକୁ ଆସି ଆପଣ କ'ଣ କରିବେ, ମାଙ୍କ ପାଖରେ ଆଉ ଥରେ ସେ ବ୍ରତଟି ରଖିବେ। ତାପରେ ଆପଣ କ'ଣ କରିବେ, ଯେଉଁ ବହି ଅଛି, ତ ବହି ପାଠ, ସୁଦଶା ବ୍ରତର ବହି ପାଠ କରିସାରିଲା ପରେ ଆପଣ କ'ଣ କରିବେ, ସେ ବ୍ରତଟି ବାନ୍ଧି ପାରିବେ।